ଜୟ ଜଗନ୍ନାଥ। କ୍ରିଏଟିଭ ଓଡ଼ିଶା କଣ ସ୍ୱାଗତ କରୁଛି ମୁଁ। ତ ଆଜି ଆମେ କଥା ହେବା ଆପଣଙ୍କର ଆଧାର କାର୍ଡ କୋଉ ବ୍ୟାଙ୍କରେ ଲିଙ୍କ ଅଛି ନା ନାହିଁ, ଆପଣ କିପରି ଭାବେ ନିଜେ ଘରେ ବସି ଯାହା ଚେକ୍ କରିପାରିବେ ସେ ବିଷୟରେ ଆମେ ଆଜି ଡିଟେଲ୍ସ କଥା ହେବା। ଏବେ ଯୋଉ ଗଭର୍ଣ୍ଣମେଣ୍ଟ ର ସ୍କିମ୍ ବାହାରିଛି ସୁଭଦ୍ରା ଯୋଜନା ହଉ କିମ୍ବା ପିଏମ କିଷାନ ଯୋଜନା, ଯୋଉଟା କି ଆପଣଙ୍କର ଯେ ଡିବିଟି ଆକାଉଣ୍ଟ ହେଇନଥିବ କିମ୍ବା ବ୍ୟାଙ୍କରେ ଆପଣଙ୍କର ଆଧାର ଲିଙ୍କ ନଥିବ, ଆକାଉଣ୍ଟରେ ଯଦି ଆପଣଙ୍କ ଆଧାର ଲିଙ୍କ ନଥିବ ତାହେଲେ ଆପଣଙ୍କ ପାଖକୁ ଆପଣଙ୍କ ଆକାଉଣ୍ଟକୁ ପଇସା ଆସିବ ନାହିଁ। ତ ଆପଣ କିପରି ଭାବେ ନିଜେ ଘରେ ଚେକ୍ କରିପାରିବେ ବ୍ୟାଙ୍କରେ ଆଧାର ଲିଙ୍କ ଅଛି ନା ନାହିଁ, ବ୍ୟାଙ୍କ ଆକାଉଣ୍ଟରେ ଆଧାର ଲିଙ୍କ ଅଛି ନା ନାହିଁ, ସେ ବିଷୟରେ ଡିଟେଲ୍ସ ଆଜି ଆମେ କଥା ହେବା। ଆଉ ତା ପୂର୍ବରୁ ଛୋଟ ରିକ୍ୱେଷ୍ଟ, ଯୋଉମାନେ ନୂଆ ଆସିଛନ୍ତି ପ୍ଲିଜ ଆମ ଚ୍ୟାନେଲ ସବସ୍କ୍ରାଇବ କରିବେ, ଲାଇକ୍ କରିବେ, ସେୟାର କରିବେ। ତ ଆସନ୍ତୁ ଜାଣିବା କିପରି ଆପଣ ଚେକ୍ କରିବେ। ଆପଣ ଗୁଗୁଲ କ୍ରୋମ ଖୋଲିବେ। ଗୁଗଲ ମୋବାଇଲ କିମ୍ବା ହଉ କିମ୍ବା ଡେସ୍କଟପ୍ ମୋବାଇଲ ଯଦି ଖୋଲୁଛନ୍ତି, ଆପଣ ଏ ଥ୍ରୀ ଡଟ୍ ଉପରେ କ୍ଲିକ୍ କରି ଡେସ୍କଟପ୍ ମୋଡକୁ କ୍ଲିକ୍ କରିବେ। ଡେସ୍କଟପ୍ ମୋଡକୁ କ୍ଲିକ୍ କଲା ପରେ ଆପଣଙ୍କର ମୋବାଇଲରେ ଡେସ୍କଟପ୍ ମୋଡ୍ ହେଇଯିବ। ତ ଆପଣ ଆଧାର ବ୍ୟାଙ୍କ ସେଣ୍ଡିଂ ଉପରେ ଗୁଗଲରେ ସର୍ଚ୍ଚ କରିବେ। ସର୍ଚ୍ଚ କଲା ପରେ ଯୋଉ ପ୍ରଥମ ଲିଙ୍କ ଆସିବ এই ଲିଙ୍କ ଉପରେ ଆପଣ କ୍ଲିକ୍ କରିବେ। ଲିଙ୍କ ଉପରେ କ୍ଲିକ୍ କଲା ଏପରି ଭାବେ ଗୋଟେ ପେଜ ଖୋଲିବ ଆପଣଙ୍କର। ସବୁ ଡକୁମେଣ୍ଟ ଅପଡେଟ୍ ହବ। ଏଠି ଆପଣ ଆଡ୍ରେସ ପ୍ରୁଫ୍ ବି ଆପଣ ଏଠି ଅପଡେଟ୍ କରିପାରିବେ, ଡାଉନଲୋଡ ଆଧାର କରିପାରିବେ। ଏଠି ସବୁ ଭେରିଫାଇ ଇମେଲ, ଆପଣଙ୍କ ନମ୍ବର, ମୋବାଇଲ ନମ୍ବର କୋଉ ନମ୍ବର ଲିଙ୍କ ଅଛି ଏଠି ଆପଣ ଭେରିଫାଇ କରିପାରିବେ। ଲକ୍ ଅନଲକ୍ କରିବେ। ତାପରେ ଏଠି ଦେଖନ୍ତୁ ବ୍ୟାଙ୍କ ସେଣ୍ଡିଂ ଷ୍ଟାଟସ୍ ଲେଖା ହେଇଛି, ଆପରେ ଆପଣ କ୍ଲିକ୍ କରିବେ। ଏଠି ଆପଣଙ୍କୁ ଲଗ୍ଇନ୍ କରିବାକୁ ପଡ଼ିବ, ଗୋଟେ ପେଜ ଖୋଲିବେ ପରିବେ। ଆପଣଙ୍କ ଆଧାର ନମ୍ବର ଦେଇଦେବେ, ତାପରେ ଟିକେ ଯୋଉ କ୍ୟାପଚା କୋଡ୍ ଯାହା ଲେଖା ହେଇଛି ଆପଣ ଏଠି ଦେଖିକି ଲେଖିବେ, ତାପରେ ଲଗ୍ଇନ୍ ୱିଥ୍ ଓଟିପି ମାରିବେ। ଲଗ୍ଇନ୍ ୱିଥ୍ ଓଟିପି ମାରିଲା ପରେ ଆପଣଙ୍କ ମୋବାଇଲ ନମ୍ବର ଗୋଟେ ଯୋଉଟା ଲିଙ୍କ ଥିବ ଆପଣଙ୍କ ଆଧାର କାର୍ଡରେ, ସେ ନମ୍ବରଟା ଆପଣଙ୍କ ଓଟିପି ଯିବ। ଆଉ ଗୋଟେ କଥା, ଆପଣଙ୍କର ଆଧାର କାର୍ଡରେ ମୋବାଇଲ ନମ୍ବର ଲିଙ୍କ ହେଇଥିବା ନିହାତି ଦରକାର, ନହେଲେ ଆପଣ ଏଟା କରିପାରିବେ ନାହିଁ। ତାପରେ ଆପଣ ଏଠି ଆପଣଙ୍କ ଆଧାର ନମ୍ବର କ୍ୟାପଚା ଦେଇଲା ଓଟିପି ଆପଣ ଏଠି ଓଟିପି ଦେଇକି ଆପଣ ଲଗ୍ଇନ୍ କରିବେ। ତାପରେ ଦେଖନ୍ତୁ ଆପଣଙ୍କର ଆପଣଙ୍କର ଗୋଟେ ଫଟୋ ଆସିବ, ଆଧାର କାର୍ଡରେ ଯୋଉ ଫଟୋ ଆସିଥିବ ସେ ଫଟୋ ଆସିବ। ଏଠି ଆପଣଙ୍କର ଡେଟ୍ ଅଫ୍ ବାର୍ଥ ଆସିବ, ମେଲ୍ ଆସିବ। ଏଠି ଆପଣଙ୍କ ପ୍ରୋଫାଇଲ ଖୋଲିବ, ଏଠି ଚାହିଁବେ ଆପଣ ଓଡ଼ିଆରେ ବି ମଧ୍ୟ ପଢିପାରିବେ, ଦେଖିପାରିବେ। ଓଡ଼ିଆରେ ସବୁ ଲେଖା ହେଇଛି। ଆମେ ଦେଖିବା ଏବେ ବ୍ୟାଙ୍କରେ ଆମର ସେଣ୍ଡିଂ ହେଇଛି ନା ନାହିଁ, ବ୍ୟାଙ୍କରେ ଅପଡେଟ୍ ଅଛି ନା ନାହିଁ ଆମେ ଦେଖିବା। ବ୍ୟାଙ୍କ ସେଣ୍ଡିଂ ଉପରେ କ୍ଲିକ୍ କରିବା। କ୍ଲିକ୍ କଲେ ଦେଖନ୍ତୁ ମୋର କାନାରା ବ୍ୟାଙ୍କ ଆକ୍ଟିଭ ଅଛି। ମୋର ବ୍ୟାଙ୍କରେ ଆକ୍ଟିଭ ଅଛି, ଏଠି ଲେଖା ହେଇଛି ଆକ୍ଟିଭ। ଏଠି ଆପଣଙ୍କ ଆକ୍ଟିଭ ଲେଖା ହେଇଥିବା ଦରକାର ଆପଣଙ୍କର। ଆଉ ଯଦି ଆପଣ ଆକ୍ଟିଭ ହେଇନଥିବ, ଇନଆକ୍ଟିଭ ଲେଖା ହେଇଥିବ। ଲାଷ୍ଟ ଅପଡେଟ୍ ଆପଣଙ୍କର କେବେ ହେଇଥିଲା ଆପଣ ଲେଖା ହେଇଥିବ, ଡେଟ୍ ଲେଖା ହେଇଥିବ। ଗୋ ଟୁ ଡାଟା ବେସ୍ ଆପଣ ଯାଇପାରିବେ, ପଛକୁ ଯାଇପାରିବେ। ଏପରି ଭାବେ ଆପଣ ଚେକ୍ କରିପାରିବେ। ଯଦି ଆପଣଙ୍କର ହେଇନାହିଁ ତ ଆପଣ ବ୍ୟାଙ୍କ ଯିବେ, ବ୍ୟାଙ୍କ ଯାଇକି ସେଠି ଅପଡେଟ୍ କରିପାରିବେ। ତ ଏପରି ଭାବେ ଆପଣ ଚେକ୍ କରିପାରିବେ କୋଉ ବ୍ୟାଙ୍କରେ ଆସିବ ପଇସା, ଆଉ ସେଇ ବ୍ୟାଙ୍କ ଡିଟେଲ୍ସଟା ଦେଇଦେବେ। ଯଦି ଆପଣଙ୍କର ସେଇ ବ୍ୟାଙ୍କ ଆପଣଙ୍କର ଲିଙ୍କ ଅଛି ଆଧାର କାର୍ଡ, ଆପଣ ଏଠି ଦେଖିଲେ ଆକ୍ଟିଭ ଅଛି, ତ ଆପଣ ଏଇ ବ୍ୟାଙ୍କଟା ହିଁ ଡିଟେଲ୍ସଟା ଦେବେ। କାନାରା ବ୍ୟାଙ୍କ ମୋର ଯୋଉ ବ୍ୟାଙ୍କ ଅଛି, ମୁଁ ସେ ଆକ୍ଟିଭ ଅଛି, ମୁଁ ସେଇ ବ୍ୟାଙ୍କ ଡିଟେଲ୍ସ ଆପଣ ସୁଭଦ୍ରା ଯୋଜନା କୁ ଦେବେ। ସିଏମ କିଷାନ ଯୋଜନାର ପଇସା ଯଦି ଆପଣଙ୍କ ଆକ୍ଟିଭ ହେଇଥିବ, ଆପଣଙ୍କ ବ୍ୟାଙ୍କ ଆଧାର କାର୍ଡ ଲିଙ୍କ ହେଇଥିବ, ତାହେଲେ ଆପଣ ପଇସା ପାଇପାରିବେ। ତ ଆପଣ ଏପରି ଭାବେ ଚେକ୍ କରିପାରିବେ ଆପଣଙ୍କ ଆଧାର କାର୍ଡ ବ୍ୟାଙ୍କ ସହିତ ଲିଙ୍କ ଅଛି ନା ନାହିଁ। ତ ଏପରି ଭାବେ ନିଜେ ଘରେ ବସି ନିଜେ ମୋବାଇଲ ମାଧ୍ୟମରେ ତ ଚେକ୍ କରିପାରିବେ। ତ ଭିଡିଓଟା କିପରି ଲାଗିଲା ମତାମତ ଦେବେ। ରହୁଛି, ଜୟ ଜଗନ୍ନାଥ। ପୁଣି ଦେଖା ହବ ନୂଆ ଭିଡିଓ।